ଅଶେଷ ଜ୍ଞାନର ଅଧିକାରୀ ଥିଲା ଆଜ୍ଞା ରାବଣ। ଆପଣ କହିବେ ରାବଣଙ୍କ ନିକଟକୁ ଏ ଜ୍ଞାନ ଆସିଲା କେମିତି? ମା ହଉଛନ୍ତି ଆଜ୍ଞା କୈକେଶୀ, ବାପା ହଉଛନ୍ତି ବିଶ୍ରବା। ଉଭୟଙ୍କ ମିଳନରୁ ଜନ୍ମ ନେଇଥିଲା ଆଜ୍ଞା ଯୋଉ ଦଶାନନ ରାବଣ। ସେ ରାବଣ ଏମିତି ଜ୍ଞାନର ଅଧିକାରୀ, କୋଉ ବିଦ୍ୟା ତାଙ୍କୁ ଜଣା ନଥିଲା। ମାୟା ବିଦ୍ୟାରେ ହଉଛନ୍ତି ଧୁରିଣ। ମାୟା ବେଶକୁ ଧାରଣ କରି ଜାନକୀଙ୍କୁ ଚୋରେଇବା ପାଇଁ ଯାଇଥିଲା ଆଜ୍ଞା ପଞ୍ଚବଟୀ ବନକୁ। ଯୁଦ୍ଧ ବିଦ୍ୟାରେ ଧୁରିଣ, ବେଦ ଜ୍ଞାନରେ ପ୍ରବୀଣ। ଏତେ ଜ୍ଞାନର ଅଧିକାରୀ ସେ ହେଲେ କେମିତି? ନା ରାକ୍ଷସ କୁଳଙ୍କ ନିକଟରୁ ବା ରାକ୍ଷସ ମାନଙ୍କ ନିକଟରୁ ସେ ରାକ୍ଷସଙ୍କର ଜ୍ଞାନ ମଧ୍ୟ ପ୍ରାପ୍ତ ହେଲେ। ବିଶ୍ରବାଙ୍କ ନିକଟରୁ ବେଦ ଜ୍ଞାନ ପ୍ରାପ୍ତ ହେଲେ ଏବଂ ଧ୍ୟାନସ୍ଥ ହୋଇ ଯେତେବେଳେ ଯୋଗ ସାଧନ କରି ଯୋଗଜନ୍ମା ରାବଣ ଯେତେବେଳେ ଯୋଗନିଷ୍ଠ ହୋଇ ସିଏ ମଧ୍ୟ ଦେବତାଙ୍କୁ ସନ୍ତୁଷ୍ଟ କରି ତାଙ୍କ ନିକଟରୁ ମଧ୍ୟ ବର ପ୍ରାପ୍ତ ହେଲେ ଏବଂ ଅମରତ୍ୱ ପରିବର୍ତ୍ତନରେ 56 ଗଣ୍ଡା ଯୁଗକୁ ବର ମାଗି ନେଇଥିଲେ ଜୀବିତ ରହିବେ ବୋଲି। ତେବେ ଆସନ୍ତୁ ଜାଣିବା, ପ୍ରକୃତରେ ପୂର୍ବ ଅଧ୍ୟାୟରେ ଆଲୋଚନା ହୋଇଥିଲା ଯେ ରାବଣଙ୍କର 10 ମୁଣ୍ଡ ବିଷୟରେ। ଆଜି ମୁଁ ଆପଣମାନଙ୍କ ଆଗରେ ଯେଉଁ କଥା ପରିବେଷଣ କରିବାକୁ ଯାଉଛି, ଯେଉଁ କଥା ବସ୍ତୁ ଉପସ୍ଥାପନ କରିବାକୁ ଯାଉଛି, ତାହା ହେଉଛି ଆଜ୍ଞା ରାବଣଙ୍କର ଯୋଉ 10 ମୁଣ୍ଡ ଥିଲା, ସେ 10 ମୁଣ୍ଡରେ ଯୋଉ 10 ପ୍ରକାର କର୍ମ ସେ ସମ୍ପାଦନ କରୁଥିଲେ, ପ୍ରକୃତରେ ସେ 10 ପ୍ରକାର କର୍ମ କଣ? ଆସନ୍ତୁ ଜାଣିବା। ଏ ହେଉଛି ପବିତ୍ର ଆନନ୍ଦ ରାମାୟଣରେ ଏ କଥା ପ୍ରମାଣ ଅଛି। ପ୍ରକୃତରେ ରାବଣଙ୍କର ଯୋଉ 10 ମୁଣ୍ଡ ବା 10 ମସ୍ତକ, କେମିତି 10 ପ୍ରକାର କର୍ମକୁ ସେ ସମ୍ପାଦନ କରୁଥିଲେ, ଆନନ୍ଦ ରାମାୟଣ ପ୍ରମାଣ ଦିଏ। ତାରକ ପୁରକ ମନ୍ତ୍ରମ୍ ଧାରକ ହାରକ କଳା ମାରକ ରଜତନ୍ତ୍ରଚ ନରକ କଳହ ଶିର। ତେଣୁ ପ୍ରକୃତରେ ଏ ଯୋଉ 10 ମୁଣ୍ଡରେ 10 କର୍ମ ସମ୍ପାଦନ କରୁଥିଲେ, ପ୍ରଥମ ମୁଣ୍ଡ ହଉଛି ଆଜ୍ଞା ତାରକ। ଆପଣ କହିବେ ତାରକ କଣ? ନା ତାରକ ମନ୍ତ୍ରକୁ ସେ ଜପ କରୁଥିଲେ। ପ୍ରଥମ ମୁଣ୍ଡରେ, ଗୋଟିଏ ମୁଣ୍ଡରେ ତାରକ ମନ୍ତ୍ରକୁ ଜପ କରୁଥିଲେ। ସେ ତାରକ ମନ୍ତ୍ର ଆଉ କେହି ନୁହଁ, ସେ ହଉଛନ୍ତି ସ୍ୱୟଂ ରାମ, ତାରକ ବ୍ରହ୍ମ। ସେ ହଉଛନ୍ତି ରାମଙ୍କ, ରାମ ଏବ ପରଂ ବ୍ରହ୍ମ, ରାମ ଏବ ପରଂ ତପ, ରାମ ଏବ ପରମ ଗୁରୁ, ଶ୍ରୀରାମ ବ୍ରହ୍ମ ତାରକମ୍। ବ୍ରହ୍ମ ତାରକ ମନ୍ତ୍ରକୁ ଜପ କରୁଥିଲେ। ଗୋଟିଏ ମୁଣ୍ଡରେ ଆଜ୍ଞା ତାରକ। ଦ୍ୱିତୀୟ ମୁଣ୍ଡ ହଉଛି ଆଜ୍ଞା ପୁରକ। ଆପଣ କହିବେ ଇଏ ପୁରକ ମୁଣ୍ଡରେ ସେ କଣ କରୁଥିଲେ? ନା ପୁରକରେ ଶିବ ତାଣ୍ଡବ ଗାନ କରୁଥିଲେ। ସଦା ସର୍ବଦା ଶିବ ତାଣ୍ଡବ ପାଠ କରୁଥିଲେ। ଶିବ ତାଣ୍ଡବ ରାବଣ କୃତ୍ୟ, ସେ ଶିବ ତାଣ୍ଡବକୁ ନିଜେ ମଧ୍ୟ ଲେଖିଥିଲେ ରାବଣ। ରାବଣ କୃତ୍ୟ ଶିବ ତାଣ୍ଡବ ବୋଲି କୁହାଯାଏ। ତେଣୁ ଏ ପୁରକ ରୂପକ ମୁଣ୍ଡରେ ବା ଦ୍ୱିତୀୟ ମୁଣ୍ଡରେ ସେ ସଦା ସର୍ବଦା ଶିବ ତାଣ୍ଡବ ଗାନ କରୁଥିଲେ। ମନ୍ତ୍ର ତୃତୀୟରେ ଆଜ୍ଞା ମନ୍ତ୍ର, ଗୋଟିଏ ମୁଣ୍ଡରେ ମନ୍ତ୍ର ଜପ କରୁଥିଲେ ଆଜ୍ଞା ପ୍ରାଣାୟାମ ସୂତ୍ରରେ। ପ୍ରାଣାୟାମ ସାଧନ କରୁଥିଲେ, ଗୋଟିଏ ମୁଣ୍ଡରେ ମନ୍ତ୍ର ଜପ କରୁଥିଲେ। ଚତୁର୍ଥରେ ଆଜ୍ଞା ଧାରକ। ଧାରକ ବୋଇଲେ ଧର୍ମ ଧାରଣା, ଧର୍ମକୁ ଆଜ୍ଞା ସେ ସାଧନ କରୁଥିଲେ। ଧର୍ମ ସାଧନରେ ତତ୍ପର ହେଉଥିଲେ ଆଜ୍ଞା ଗୋଟିଏ ମୁଣ୍ଡ। ପଞ୍ଚମ ମୁଣ୍ଡ ହେଲା ହାରକ। ହରଣ କରିବାର ଗୁଣ ତାଙ୍କ ନିକଟରେ ଥିଲା, ଆସୁରିକ ପ୍ରବୃତ୍ତି ସେ ଗୋଟିଏ ମୁଣ୍ଡରେ ଭରପୁର ଆଜ୍ଞା ସେ ହରଣ କରୁଥିଲେ। ଯେଉଁ ହରଣ କଥାକୁ ସ୍ମରଣ କରି ବା ସେ ଜ୍ଞାନରେ ସେ ସୀତାଙ୍କୁ ବା ଜାନକୀଙ୍କୁ ମଧ୍ୟ ହରଣ କରିଥିଲେ। ତାପରେ ହଉଛି ଆଜ୍ଞା କଳା। କଳା ଗୋଟିଏ ମୁଣ୍ଡରେ ସେ ସାଧନ କରନ୍ତି। କଳା କାର୍ଯ୍ୟ ଦକ୍ଷତା ପରିପ୍ରକାଶ ହୁଏ ଏ କଳାରୁ ସାଧନ କରନ୍ତି ଯୋଉ ମୁଣ୍ଡରେ। ତେଣିକି ଆଜ୍ଞା ମାରକ। ମାରକ ବୋଇଲେ ମାରଣ ନୀତି। ମାରଣ ନୀତି ମଧ୍ୟ ତାଙ୍କ ନିକଟରେ ଭରପୁର ଥିଲା। ଗୋଟିଏ ମୁଣ୍ଡର କର୍ମ ସେ ମାରଣ ନୀତିରେ ଆଜ୍ଞା ରହୁଥିଲେ। ଆଉ ଗୋଟିଏ ମୁଣ୍ଡର କର୍ମ ହଉଛି ଆଜ୍ଞା ରଜ। ରଜ ବୋଇଲେ କଣ? ନା କାବ୍ୟିକ ଚିନ୍ତାଧାରା, କାବ୍ୟିକ ସଙ୍ଗୀତ। ଯେଉଁ କାବ୍ୟିକ ସଙ୍ଗୀତ କଳା ବିଦ୍ୟା କଥାକୁ ବା କାବ୍ୟିକ ସଙ୍ଗୀତ କଥାକୁ ଚିନ୍ତା କରି ସେ ଗ୍ରନ୍ଥ ମଧ୍ୟ ରଚନା କରୁଥିଲେ।
आउ गोटे मुंडर कर्म होची नरक नरक जंत्रणा को से जानी या प्रकृत रे कौ कर्म कले कौ प्रकार नरक भोग करने को हुए से ज्ञान थिला गोटे मुंडरे ज्वलंत से ज्ञान को मध्य से आहरण करथिले ये कथा मध्य सर्वज्ञाता रावण जानी पारिथिले। अन्य गोटे मुंडर कर्म होचे या कलह प्रिय केमिति आज्ञा कलहर सूत्रपात कई जदि आज्ञा उपस्थापन करे से कलह सूत्र लगी जाउथिले दश शिर रावण। तबे आपण मानक आगरे जो रावणर दश मुंडर 10 प्रकार कर्म सी होचे आज्ञा प्रथम आज्ञा रामतारक द्वितीय शिवतांडव जो पूरक रूपक मुंडरे शिवतांडव एवं मंत्र रे प्राणायाम साधन धारक आज्ञा धर्म धारणा एवं कलारे हला कार्यदक्षता मारक मारण नीति रज आज्ञा काव्यिक संगीत जो ग्रंथ से कथा को मध्य से गोटे मुंडरे साधन करुथिले एवं रक्त कथा को से जानि पारुथिले एवं कलह प्रिय ये 10 मुंडरे रावणंकर 10 प्रकार चिंताधारा रही 10 प्रकार कर्म को से संपादन करि पारुथिले। तेणु स्वल्प समय कथावस्तु आपण मानक आगरे जो परिप्रकाश करने को जाउछि ये रावणर 10 मुंडरे जो 10 प्रकार कर्म आनंद रामायण रे कथा प्रमाण सी कथा को उपस्थापन करी आज स्वल्प समय कथावस्तु को विश्राम दउछि। परवर्ती अध्याय रे आउ गोटे सुंदर कथावस्तु ने आपण मानक आगरे मु उपस्थापन करी से सारावे भवन्तु सुखी सर्वे सन्तु निरामया सर्वे भद्राणि पश्यन्तु मा कश्चित् दुःख भाग भवे। ओम शांति ओम शांति ओम शांति।